Okay, good morning, student. Again, समस्त क्वेश्चन वॉइस क्लियर अच्छी नो सर. गुड मॉर्निंग. ओके, थैंक यू. तो आज गोटे इंपोर्टेंट टॉपिक ऊपर हम डिस्कशन करबा करंट अफेयर जोटा कि नवेम्बर मंथ आम नवेम्बर मंथ समस्त टॉपिक ऊपर मु तुम सहित डिस्कशन करथिली. ଯେମିତି କି ଆଇଆର୍ ରହିଲା, ଯେମିତି ଷ୍ଟେଟ୍ ନ୍ୟୁଜ୍ ରହିଲା, ସ୍ପୋର୍ଟସ୍ ରହିଲା, ଆୱାର୍ଡ ରହିଲା, ଇମ୍ପୋର୍ଟାଣ୍ଟ ଡେଟ୍ ରହିଲା, ଏ ସମସ୍ତ ଜିନିଷ ମୁଁ ଡିସ୍କସନ୍ କରିଛି ଟୁ ଦ ପଏଣ୍ଟ ଅଫ୍ ଭ୍ୟୁରେ ବୋଥ୍ ଓଏସ୍ ପ୍ରିଲିମ୍ ପାଇଁ ଆଉ ତୁମମାନଙ୍କର ସିଜିଏଲ୍ ଏକ୍ଜାମ୍ ପାଇଁ, ଯାହାର ଅଲରେଡି ରେକର୍ଡିଂ ତୁମମାନଙ୍କୁ ମୁଁ ଆପ୍ଲିକେସନରେ ଅପଲୋଡ୍ କରିଦେଇଛି. ବଟ୍ ଆଜି ମୁଁ ଯୋଉ ଟପିକ୍ ଉପରେ ଡିସ୍କସନ୍ କରିବି ଏଟା ନଭେମ୍ବର ମାସର ପଲିଟି ନ୍ୟୁଜ୍ ବା ପଲିଟି ରିଲେଟେଡ୍ ଯୋଉ ସବୁ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଅଛି आ रिगार्डिंग मु तुमମାନଙ୍କର ଦୁଇଟି କ୍ଲାସ୍ ନେବି. ଆଜି ଗୋଟେ କ୍ଲାସ୍, ଆସନ୍ତା କାଲି ଗୋଟେ କ୍ଲାସ୍. ଆଉ ମନେ ରଖ ଏ ଯୋଉ ଟପିକଟା ଆଜି ଯୋଉ ଟପିକ ଅଛି ବୋଥ ପ୍ରିଲିମ୍ ଓଏସ୍ ପାଇଁ ଯେତିକି ଦରକାର ସିଜିଏଲ୍ ର କରେଣ୍ଟ ଆଫେୟାର ଆଉ ସିଜିଏଲ୍ ର ମେନ୍ ପଲିଟି ପାଇଁ ମଧ୍ୟ ସେତିକି ଦରକାର. ଇଭେନ୍ ଯୋଉମାନେ ମେନ୍ ପାଇଁ ପ୍ରିପେୟାର ହବ ଓଏସ୍ ର ମେନ୍ ପାଇଁ ମଧ୍ୟ ଏ ଟପିକ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ. ତୁମେ ଜାଣିଥିବ ଏବେ ରିସେଣ୍ଟଲି ସୁପ୍ରିମ କୋର୍ଟକୁ ପ୍ରେସିଡେଣ୍ଟକୁ 14ଟା କ୍ୱେଶ୍ଚିନ୍ ସେମାନେ ପଚାରିଥିଲେ ଯେ ଏଇ କ୍ୱେଶ୍ଚିନ୍ର ଆନ୍ସର ଜାଣିବା ପାଇଁ. କାହିଁକି ନା କେରଳର କିଛି ଇସ୍ୟୁ ସକାଶେ କେରଳ ସରକାର କୋଉଠି ଯାଇଥିଲେ ନା ତୁମମାନଙ୍କର ସୁପ୍ରିମକୋର୍ଟ ପାଖକୁ ଯାଇଥିଲେ. ଏଇ ରିଗାର୍ଡିଂ କ'ଣ ହେଇଛି ନା ପ୍ରେସିଡେଣ୍ଟ କାହାକୁ କ୍ୱେଶ୍ଚିନ୍ କରିଛନ୍ତି ନା ସୁପ୍ରିମକୋର୍ଟକୁ କ୍ୱେଶ୍ଚିନ୍ କରିଛନ୍ତି. ସେଇ ରିଗାର୍ଡିଂ ଆଜି ସମସ୍ତ ପଏଣ୍ଟ ଉପରେ ଆମେ ଡିସ୍କସନ କରିବା. ଓକେ, ସମସ୍ତେ ରେଡି ଅଛ? ଷ୍ଟାର୍ଟ କରିବା କ୍ଲାସକୁ. କେହି ବି ନୋଟ୍ ଲେଖିବନି କାହିଁକି ନା ଆଫ୍ଟର କ୍ଲାସ୍ ମୁଁ ତୁମକୁ ସମସ୍ତ ନୋଟ୍ ପ୍ରୋଭାଇଡ କରିଦେବି. ଆଜିର କ୍ଲାସର ପିଡିଏଫ୍ ସମସ୍ତଙ୍କୁ ଶୋ ହଉଛି? ଆଜିର କ୍ଲାସର ପିଡିଏଫ୍ ସମସ୍ତଙ୍କୁ ଶୋ ହଉଛି? ଆଜିର କ୍ଲାସର ପିଡିଏଫ୍ ସମସ୍ତଙ୍କୁ ଶୋ ହଉଛି? ଓକେ, ଥ୍ୟାଙ୍କ ୟୁ. ତ ଏଇଠି ପଏଣ୍ଟ ଆସିଲା କ'ଣ ନା ଆକ୍ଚୁଆଲି ଏବେ ଇମ୍ପୋର୍ଟାଣ୍ଟ ଅଛି କୋଉ ଆର୍ଟିକିଲ ନା ଆର୍ଟିକିଲ 143. ଆର୍ଟିକିଲ 143 କହିଲେ କାହାକୁ ବୁଝିବ? ଖାଲି 143 ମୁଁ କଥା ପଚାରୁନି, ମୁଁ ପଚାରୁଛି ଆର୍ଟିକିଲ 143 ହେଲା. ଆର୍ଟିକିଲ 143 କହିଲେ କ'ଣ ବୁଝିବ? ଏନିୱାନ୍ ଆନ୍ସର? କାହାର ଆଇଡିଆ ଅଛି? ଆର୍ଟିକିଲ 143 କହିଲେ କାହାକୁ ବୁଝିବା? ମନେ ରଖିବ ଆର୍ଟିକିଲ 143 ର ଗୋଟେ ପଏଣ୍ଟ ଅଛି ଯୋଉଟା କି ହଁ ଏମ୍ପାୱାର ଅଫ ପ୍ରେସିଡେଣ୍ଟ. ମନେ ରଖ ପ୍ରେସିଡେଣ୍ଟଙ୍କ ପାଖରେ ପାୱାର ରହୁଛି ଯିଏ କି କାହାକୁ କ୍ୱେଶ୍ଚିନ୍ କରିପାରିବେ, ସୁପ୍ରିମ କୋର୍ଟକୁ କ୍ୱେଶ୍ଚିନ୍ କରିପାରିବେ ଆଡଭାଇଜରୀ ଓପିନିଅନ, କିଛି ଆଡଭାଇଜରୀ ପାଇଁ ସୁପ୍ରିମ କୋର୍ଟକୁ କ୍ୱେଶ୍ଚିନ୍ କରିପାରିବେ କିଏ ସେ ନା ତୁମର ପ୍ରେସିଡେଣ୍ଟ କରିପାରିବେ. ତ ସେଇ ପଏଣ୍ଟ ଅଫ ଭ୍ୟୁରେ 14 ଗୋଟି ପ୍ରଶ୍ନ କରିଛନ୍ତି କିଏ ସେ ନା ପ୍ରେସିଡେଣ୍ଟ କାହାକୁ କରୁଛନ୍ତି ସୁପ୍ରିମ କୋର୍ଟକୁ 14ଟା ପ୍ରଶ୍ନ କରିଛନ୍ତି. କୋଉ ଆର୍ଟିକିଲକୁ ବେସ୍ କରି? ଆର୍ଟିକିଲ 143 କୁ ବେସ୍ କରି କରିଛନ୍ତି. जो प्रेसिडेंट जो क्वेश्चन करेंगे सुप्रीम कोर्ट को दुईट ग्राउंड रे रखा है. प्रेसिडेंट जो सुप्रीम कोर्ट को क्वेश्चन करेंगे दुईट ग्राउंड. गोटे हूँ आर्टिकल 143 क्लॉज 1 और आर्टिकल 143 क्लॉज 2. क्लॉज 1 कहले क्या बुझा? जदि लॉ और फैक्ट ऑफ द पब्लिक इंपोर्टेंस, जदि किसी पब्लिक इंपोर्टेंस को नहीं किसी लॉ हो कि फैक्ट किसी रिलेटेड अच्छी ताकू ग्राउंड को बेस करी सुप्रीम कोर्ट को क्वेश्चन करि परिबे कि से प्रेसिडेंट करि परिबे. ओके, किंबा जदि किसी प्री कॉन्स्टिट्यूशनल ट्रिटी अच्छी किंबा एग्रीमेंट अच्छी तो एकू बेस करी सुप्रीम कोर्ट को मध्य प्रेसिडेंट क्वेश्चन करि परिबे. ताले ओवरऑल हम एया जानले जे प्रेसिडेंट को पाखरे पावर अच्छी टू क्वेश्चन टू सुप्रीम कोर्ट को क्वेश्चन करि परिबे ऑन द ग्राउंड ऑफ आर्टिकल 143. पूरा क्लियर? नो इशू. अच्छा, एक्चुअली इठी प्रॉब्लम अच्छे आउ दुईटा आर्टिकल रे. आउ दुईटा आर्टिकल होची कोन ना आर्टिकल 200 बा 200 आउ आर्टिकल गोटे अछि 201. मन रखो रोल ऑफ द गवर्नर एंड प्रेसिडेंट स्टेट लेजिस्लेटिव असेंबली बिल. तो एक्चुअली प्रॉब्लम सेट हिचे जे जेतेबेले गोटे स्टेट लेजिस्लेटिव असेंबली रो किछि बिल आसुछि तो ता ऊपर कहार पावर रहउछि? बोथ प्रेसिडेंट को पावर रहउछि आउ कार पहुंची ना गवर्नर को पावर रहुची. केमिति ना जेतेबेले गोटे बिल आसी थाए बिलटा प्रथमे कोठी की पास करा जाए ना तुमरो स्टेट लेजिस्लेटिव असेंबली रे पास हेता. जेतेबेले स्टेट लेजिस्लेटिव असेंबली रे पास करा जिवो हे जिवो तापर से बिलटा कहा पाक आसीओ ना गवर्नर को पाक आसीओ फॉर द पर्पस ऑफ असेट
ଆସେଣ୍ଟ ମିନ୍ସ ସିଗ୍ନେଚର ପାଇଁ ଗଭର୍ଣ୍ଣର କତିରେ ଏଠି ବହୁତ ସାରା ପାୱାର ଅଛି। ସେ ଆସେଣ୍ଟ ଦେଇପାରିବେ କିମ୍ବା ରିଟର୍ନ ଦେଇପାରିବେ କିମ୍ବା ତାକୁ କାହା ପାଖକୁ ପଠେଇ ପାରିବେ ନା ପ୍ରେସିଡେଣ୍ଟଙ୍କ ପାଖକୁ ପଠେଇ ପାରିବେ। ତ ଏଇ ରିଗାର୍ଡିଂ ନେଇକି କେରଳରେ ଗଭର୍ଣ୍ଣମେଣ୍ଟର ଏଇ ସବୁ ଇସ୍ୟୁ କ୍ରିଏଟ୍ ହେଇଥିଲା। ତ ଆକୁ ପଏଣ୍ଟକୁ ବେସ୍ କରି ସୁପ୍ରିମ କୋର୍ଟକୁ କିଏ କ୍ୱେଶ୍ଚିନ୍ କରିଛନ୍ତି ନା ପ୍ରେସିଡେଣ୍ଟ କ୍ୱେଶ୍ଚିନ୍ କରିଛନ୍ତି। ତାହେଲେ ଏଇଠି ଯୋଉ ପଏଣ୍ଟ ଆସିଲା ଯେ ଯେତେବେଳେ କୌଣସି ବିଲ୍ ତିଆରି ହଉଛି ଗୋଟେ ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲିରେ ସେଠି କାହାର ରୋଲ କଣ ରହୁଛି, ଗଭର୍ଣ୍ଣରଙ୍କ ରୋଲ କଣ ରହୁଛି, ପ୍ରେସିଡେଣ୍ଟଙ୍କ ରୋଲ କଣ ରହୁଛି, ସେ ବିଷୟରେ ଆମକୁ ଜାଣିବାର ଅଛି। ମନେ ରଖିଲେ ଆର୍ଟିକଲ 200 ଆର୍ଟିକଲ 200 ଯିଏକି ଯୋଉଟା କି ଗଭର୍ଣ୍ଣର ଅଣ୍ଡର ଆର୍ଟିକଲ 200 ବୋଲି କୁହାଯାଉଛି ବା ଗଭର୍ଣ୍ଣରଙ୍କ ପାୱାର ବିଷୟରେ କୁହାଯାଉଛି କାହା ଉପରେ ନା ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲିର ଯୋଉ ବିଲ୍ ପାସ୍ କରାଯାଇଛି ତା ଉପରେ। ଯେତେବେଳେ ଗୋଟେ ବିଲ୍ ଗଭର୍ଣ୍ଣରଙ୍କ ପାଖରେ ପହଞ୍ଚେ ସେ ବିଲ୍କୁ ଗଭର୍ଣ୍ଣର କଣ କରିପାରିବେ, ପ୍ରଥମ ଆସେଣ୍ଟ ଅର୍ଥ ସିଗ୍ନେଚର ଦେଇପାରିବେ, ୱିଥ୍ ହୋଲ୍ଡ ଆସେଣ୍ଟ ଅର୍ଥ ହୋଲ୍ଡ କରି ସେ ରଖିପାରିବେ। ଓକେ, ତାପରେ ଆସିଲା ଯାହାକୁ ଆମେ କଣ କହୁଛେ ନା ଅଥରିଟି ଟୁ ରିଫ୍ୟୁଜ ଆସେଣ୍ଟ ଟୁ ଦ ବିଲ୍, ମାନେ ବିଲ୍ରେ ଆସେଣ୍ଟ କରିବାକୁ ମଧ୍ୟ ମନା କରିପାରିବେ। ଆଉ ଗୋଟେ ଆସିଲା ରିଟର୍ନ ଦ ବିଲ୍, ତାର୍ଥ କେବଳ ମନି ବିଲ୍କୁ ଛାଡ଼ିକିରି ଆଉ ବାକି ଯଦି ସମସ୍ତ ଯୋଉ ବିଲ୍ ଅଛି ତାକୁ ସେ ରିଟର୍ନ କରିପାରିବେ। କିନ୍ତୁ କଣ୍ଡିସନ ହଉଛି ଯଦି ଗୋଟେ ବିଲ୍କୁ ସୁପ୍ରିମକୋର୍ଟ ଆମର ଗଭର୍ଣ୍ଣର ରିଟର୍ନ କରୁଛନ୍ତି କୋଉଠିକି ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲିକୁ, ଏଗେନ୍ ସେଇ ବିଲ୍ଟା ଆଉ ଥରେ କଣ ହଉଛି ପାସ୍ ହଉଛି ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲିରେ। ତ ସେ କଣ୍ଡିସନରେ ତୁମମାନଙ୍କର ପ୍ରେସିଡେଣ୍ଟ ମାନେ ଗଭର୍ଣ୍ଣରଙ୍କର ମାନେ ବାଉଣ୍ଡ ହଉଛନ୍ତି ଯେ ଆସେଣ୍ଟ ଦେବେ କିମ୍ବା ତାକୁ ପ୍ରେସିଡେଣ୍ଟ ପାଖରେ ପଠେଇବେ, ସେ ତାକୁ ହୋଲ୍ଡ କରିପାରିବେନି ନା ରିଟର୍ନ କରିପାରିବେନି। ଓକେ, ବୁଝା ପଡ଼ିଲା ସମସ୍ତଙ୍କୁ ଯେ ଏଇ ପଏଣ୍ଟଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା କଣ ନା ଯେତେବେଳେ ଆର୍ଟିକଲ 200 ଏହା କହୁଛି ତା ଅଣ୍ଡରରେ ଯେତେବେଳେ କୌଣସି କାରଣରୁ ଗଭର୍ଣ୍ଣରଙ୍କ କଣ କରୁଛନ୍ତି ନା ଗୋଟେ ବିଲ୍କୁ ରିଟର୍ନ କରୁଛନ୍ତି। ଓକେ, ସେ ରିଟର୍ନ ହେଇସାରିଲା ପରେ ଯିବ କୋଉଠିକି ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲିକୁ ଯିବ। ଏଗେନ୍ ସେ ବିଲ୍ ଯଦି ଗଭର୍ଣ୍ଣରଙ୍କ ପାଖକୁ ଆସିଲା ଗଭର୍ଣ୍ଣର ରିଟର୍ନ କରିପାରିବେନି ନା ରିଫ୍ୟୁଜ ମଧ୍ୟ କରିପାରିବେ ବା ୱିଥ୍ ହୋଲ୍ଡ ମଧ୍ୟ କରିପାରିବେ ନାହିଁ। ସେ କଣ ତାହେଲେ କରିବେ ଆଇଦର ସିଗ୍ନେଚର ଦେବେ କିମ୍ବା ପ୍ରେସିଡେଣ୍ଟଙ୍କ ପାଖକୁ ପଠେଇବେ। ପୁରା କ୍ଲିୟର ହଁ କି ନା? ଆଚ୍ଛା, ତାପରେ ଆଉ କଣ ରହୁଛି ପଏଣ୍ଟ, ଆଚ୍ଛା ଆଉ କଣ କରିପାରିବେ କିମ୍ବା ଗଭର୍ଣ୍ଣରଙ୍କ ପାଖରେ ଆଉ ଗୋଟେ ଭ୍ୟାଲୁ ପାୱାର ରହୁଛି ଯେ କି ରିଜର୍ଭ ଫର ଦ ପ୍ରେସିଡେଣ୍ଟ ପାଇଁ ରିଜର୍ଭ ରଖିବେ ବା ପ୍ରେସିଡେଣ୍ଟଙ୍କ ପାଖକୁ ସେ ବିଲ୍କୁ ପଠେଇ ପାରିବେ। ତାହେଲେ ଆମେ ଏଇଠି ଜାଣିଲେ ଆର୍ଟିକଲ 200 କାହା ପାଖରେ ପାୱାର ରହୁଛି, ଗଭର୍ଣ୍ଣରଙ୍କ ପାଖରେ ପାୱାର ରହୁଛି ଗୋଟେ ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲିର ବିଲ୍କୁ ସେ କଣ କରିପାରିବେ, ସେ ଆସେଣ୍ଟ ଦେଇପାରିବେ କିମ୍ବା ହୋଲ୍ଡ କରିପାରିବେ କିମ୍ବା ମାନେ ରିଟର୍ନ ଦେଇପାରିବେ କିମ୍ବା ପ୍ରେସିଡେଣ୍ଟ ପାଖକୁ ପଠେଇ ପାରିବେ। ଠିକ ସେଇଭଳି ଯୋଉ ବିଲ୍ଟା କୋଉଠିକି ଯିବ ପ୍ରେସିଡେଣ୍ଟଙ୍କ ପାଖକୁ ଗଲା, ସପୋଜ ଯୋଉ ବିଲ୍ଟା ଗଭର୍ଣ୍ଣର କଣ କଲେ ଯୋଉ ବିଲ୍କୁ ପ୍ରେସିଡେଣ୍ଟଙ୍କ ପାଖକୁ ପଠେଇଲେ, ବର୍ତ୍ତମାନ ପ୍ରେସିଡେଣ୍ଟଙ୍କ ପାଖରେ କୋଉ ଆର୍ଟିକଲ ଲାଗୁ ହେଲା 201 ଆର୍ଟିକଲ ଲାଗୁ ହେଲା। ଏସବୁ ପଏଣ୍ଟ ଇମ୍ପୋର୍ଟାଣ୍ଟ କାହିଁକି ନା ତୁମେ କୌଣସି ବି ଏକ୍ସାମ ଦିଅ କ୍ୱେଶ୍ଚିନ୍ ଆସିବ ଆର୍ଟିକଲ 201 କାହା ବିଷୟରେ କହିଛି, ଆର୍ଟିକଲ 200 କାହା ବିଷୟରେ କହିଛି କିମ୍ବା ମେନ୍ ଏକ୍ସାମରେ ତୁମକୁ ଏଇଭଳି କ୍ୱେଶ୍ଚିନ୍ ଆସିବ ଯୋଉଟା କି ଏବେ କନଫ୍ଲିକ୍ଟ ହେଇଛି ଯେ ତୁମମାନଙ୍କର କି ସେଟା ଗୋଟେ ବିଲ୍ ଯୋଉ ପାସ୍ ହଉଛି ଗଭର୍ଣ୍ଣରଙ୍କର ତାକୁ ନେଇକି ଯଦି କିଛି କ୍ୱେଶ୍ଚିନ୍ କଲା ଲଙ୍ଗ କ୍ୱେଶ୍ଚିନ୍ ହିସାବରେ ଏସବୁ ଆର୍ଟିକଲକୁ ତୁମକୁ ଲେଖିବାକୁ ପଡିବ ଆଜ ଏ ମେନ୍ ଏକ୍ସାମରେ। ଓକେ, ତାପରେ ଆସିଲା କଣ ନା ପ୍ରେସିଡେଣ୍ଟ ରୁଲ ଆର୍ଟିକଲ 201 କଣ କହିଛନ୍ତି ମନେ ରଖ, when a bill is received by the governor and ମାନେ କଣ ନା goes to the president under article 200A, ଯେତେବେଳେ ଗଭର୍ଣ୍ଣର ରିସିଭ କରିବେ ଆଉ ପ୍ରେସିଡେଣ୍ଟଙ୍କ ପାଖକୁ ପଠେଇବେ ଅଣ୍ଡର ଆର୍ଟିକଲ 200A ରେ ସେଠି ସେ କଣ ହେବେ ଆଇଦର ପ୍ରେସିଡେଣ୍ଟ ମାନେ ଗ୍ରାଣ୍ଡ ଆସେଣ୍ଟ କରିପାରିବେ କିମ୍ବା ହୋଲ୍ଡ ଦ ଆସେଣ୍ଟ ମାନେ 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 ତାକୁ ମାନେ ମାନେ ୱିଦାଉଟ୍ ଆସେଣ୍ଟରେ ତାକୁ ସେ ରଖିବେ ନା ମୁଁ ସିଗ୍ନେଚର ବର୍ତ୍ତମାନ ମାରିବିନି ହୋଲ୍ଡ କରି ରଖିଛନ୍ତି କିମ୍ବା ରିଟର୍ନ ମଧ୍ୟ କରିପାରିବେ। ଏଇଠି ଗୋଟେ କଣ୍ଡିସନ ଅଛି ଯେତେବେଳେ ଯେତେବେଳେ ଗୋଟେ ବିଲ୍ଟା ରିଟର୍ନ ହଉଛି କୋଉଠିକି ନା ତୁମର ଏଠିକି ଷ୍ଟେଟ୍ ଲେଜିସ୍ଲେଟିଭ ଆସେମ୍ବଲି ପାଖକୁ, ଲେଜିସ୍ଲେଟିଭ ରିକ୍ୱାର୍ଡ ଟୁ ଆକ୍ଟ ୱିଦିନ୍ 6 months, 6 ମାସ ଭିତରେ ସେ ତା ଉପରେ କଣ ନେଇପାରିବେ
ମାନେ ଆକ୍ସନ ନେବେ, ମାନେ ଆଇଦର ସେ ପାସ୍ କଲ କି କଣ ଯାହା ବି ଆକ୍ସନ ନେବେ। ଆଉ ଯେତେବେଳେ ସେ ରିଟର୍ନ ଆସିବ ପ୍ରେସିଡେଣ୍ଟ ତାକୁ କଣ କରିବେ, ଆସେଣ୍ଟ ଆଉଥରେ ଦେଇଦେବେ। ତ ଇଏ ହଉଛି ପ୍ରେସିଡେଣ୍ଟଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୋସିଜର। ବାସ୍ ଆମକୁ ଏଇଠି ଦିଟା ଜିନିଷ ମନେ ରଖିବାକୁ ପଡିବ, ଆର୍ଟିକଲ 200, ଆର୍ଟିକଲ 201। ମୋର କହିବାର କଥା ହଉଛି ଯେତେବେଳେ ଗୋଟେ ବିଲ୍ ପାସ୍ କରାଯାଉଛି ଗୋଟେ ଏଠି ଷ୍ଟେଟ ଲେଜିସ୍ଲେଟିଭ ଆସେମ୍ବଲି, ଗଭର୍ଣ୍ଣରଙ୍କ ପାଖକୁ ଯିବା କୋଉ ଆର୍ଟିକଲ, ସେ ଗଭର୍ଣ୍ଣରଙ୍କ ପାଖକୁ ଯାଉଛି ସେ କୋଉ ଆର୍ଟିକଲ ଅଣ୍ଡର ଯାଉଛି, ଗଭର୍ଣ୍ଣରଙ୍କ ପାଖକୁ 200। ତେଣୁ ସେ ପ୍ରେସିଡେଣ୍ଟଙ୍କ ପାଖକୁ ଯାଉଛି, ଗୋଟେ ଷ୍ଟେଟ ଲେଜିସ୍ଲେଟିଭ ଆସେମ୍ବଲିର ବିଲ୍ ପ୍ରେସିଡେଣ୍ଟଙ୍କ ପାଖକୁ ଯାଉଛି କୋଉ ଆର୍ଟିକଲ, 201 ଆର୍ଟିକଲରେ। ଆଚ୍ଛା, ଏଠି ଆଉ ଗୋଟେ ଆର୍ଟିକଲ ବହୁତ ନ୍ୟୁଜ ଥିଲା, ସେ ହଉଛି ଆର୍ଟିକଲ 142 ବା 242। 242 କହିଲେ କାହାକୁ ବୁଝିବା, ମନେ ରଖ এটা হচ্ছে কোন ডিসক্রিমিনেসরি পাওয়ার অফ দ সুপ্রিম কোর্ট। দ্যাট মিন্স এটি সুপ্রিম কোর্টଙ୍କ ପାଖରେ ସ୍ପେଶାଲ ପାୱାର ଅଛି ଟୁ ମେକ୍ ଲ, କିଛି ନିୟମ ତିଆରି କରିବାର। ତଥା ଆର୍ଟିକଲ 142 କାହା ବିଷୟରେ କହୁଛି ନା ସୁପ୍ରିମ କୋର୍ଟଙ୍କର ଡିସକ୍ରିମିନେସରି ପାୱାର ବିଷୟରେ କହୁଛି। ଦ୍ୟାଟ ମିନ୍ସ ସୁପ୍ରିମ କୋର୍ଟ ପାଖରେ କିଛି ସ୍ପେଶାଲ ପାୱାର ରହୁଛି ଟୁ ମେକ୍ ଦ ଲ। ଓକେ, ପୁରା କ୍ଲିୟର। ତାହେଲେ ଆମେ ଏଠି କୋଉ କୋଉ ଆର୍ଟିକଲ ପଢିଲେ ବର୍ତ୍ତମାନ ସୁଦ୍ଧା, ଆର୍ଟିକଲ 143, आर्टिकल 142, आर्टिकल 200, आर्टिकल 201, जोटा कि बहुत हाइलाइटेड थिला ए वर्ष न्यूज रे। जे आर्टिकल 143 कहा विषय कहूची, 143 कहा विषय कहूची, स्पीड आंसर दियो। 143 कहा विषय कहूची, प्रेसिडेंट को विषय कहूनी, प्रेसिडेंट टू क्वेश्चन टू सुप्रीम कोर्ट, प्रेसिडेंट क्वेश्चन टू सुप्रीम कोर्ट, प्रेसिडेंट कहा को क्वेश्चन करिवे, सुप्रीम कोर्ट को क्वेश्चन करिवे। आर्टिकल 143, তাহলে আর্টিকল 142 কাହା ବିଷୟରେ କହିଲା, 142 କାହା ଆର୍ଟିକଲ 42 କାହା ଭିତରେ କହିଲା, 142 ଯୋଉଟା କି ଡିସ୍କ୍ରିମିନେସନ ପାୱାର ଅଫ ଦ ସୁପ୍ରିମ କୋର୍ଟ, ସୁପ୍ରିମ କୋର୍ଟଙ୍କର ଯୋଉ ଡିସ୍କ୍ରିମିନେସନ ପାୱାର ଅଛି ସେ ବିଷୟରେ କହିଛି। ଆର୍ଟିକଲ 200 କାହା ବିଷୟରେ କହିଲା, ଗଭର୍ଣ୍ଣରଙ୍କ ବିଷୟରେ କହିଲା, ଯେତେବେଳେ ଗୋଟେ ବିଲ୍ ଗଭର୍ଣ୍ଣରଙ୍କ ପାଖକୁ ପହଞ୍ଚି। ଆର୍ଟିକଲ 201 କାହା ବିଷୟରେ କହିଲା ନା ପ୍ରେସିଡେଣ୍ଟଙ୍କ ବିଷୟରେ କହିଲା, ଯେତେବେଳେ ସେ ଗୋଟେ ମାନେ ଗୋଟେ ଷ୍ଟେଟର ବିଲ୍ ଯାଇ ପହଞ୍ଚୁଛି କାହା ପାଖରେ, ପ୍ରେସିଡେଣ୍ଟଙ୍କ ପାଖରେ ପହଞ୍ଚି। ଏଠି ଆଉ ଗୋଟେ ଆର୍ଟିକଲ ଅଛି ଯୋଉଟା କି କଣ ନା ଆମେ ଆର୍ଟିକଲ 143 ପଢିଲେ, 143 ର 2 କ୍ଲଜ 2 ପଢିଲେ, ଗୋଟେ ଆର୍ଟିକଲ ଅଛି 145 ବା ଆର୍ଟିକଲ 145। ଯେତେବେଳେ ପ୍ରେସିଡେଣ୍ଟ ରେଫରେନ୍ସ ଆସିବ ବା ପ୍ରେସିଡେଣ୍ଟଙ୍କର କ୍ୱେଶ୍ଚିନ୍ ଆସିବ ସୁପ୍ରିମ କୋର୍ଟକୁ, ସପୋଜ ଗୋଟେ ପ୍ରେସିଡେଣ୍ଟ କଣ କଲେ, କ୍ୱେଶ୍ଚିନ୍ କଲେ ବା ତୁମର ରେଫରେନ୍ସ ଟୁ ଦ ସୁପ୍ରିମ କୋର୍ଟ ବା ସୁପ୍ରିମ କୋର୍ଟକୁ କ୍ୱେଶ୍ଚିନ୍ କଲେ, ସେଇ ସମୟରେ ମିନିମମ୍ 5 ଜଜ ବିଶିଷ୍ଟ ଗୋଟେ ବେଞ୍ଚ ଗଠନ କରାଯିବ। ଆର ଆନ୍ସର ଦେବା ପାଇଁ ମିନିମମ୍ 5 ଜଜ ବିଶିଷ୍ଟ ଗୋଟେ ବେଞ୍ଚ ଗଠନ କରାଯିବ, ଯାହାର ସମ୍ପୂର୍ଣ୍ଣ ଆନ୍ସର ଦେବା ପାଇଁ। এটা କୋଉ ଆର୍ଟିକଲରେ ମେନସନ କରାଯାଇଛି, ଆର୍ଟିକଲ 145 ରେ ମେନସନ କରାଯାଇ ଅଛି। ପୁରା କ୍ଲିୟର ହলো। ବର୍ତ୍ତମାନ ଆ ସହିତ ଯୋଉ ସବୁ ପଏଣ୍ଟ ରିଲେଟେଡ ଅଛି, आर्टिकल 143, आर्टिकल 142, आर्टिकल 200, आर्टिकल 201, आर्टिकल 145, पूरा क्लियर, पूरा क्लियर हाँ कि ना, यस और नो, यस और नो, थैंक यू। एबे देखिबा 14 गोटी प्रश्न कोन पचारथिले और तार आंसर कोन आसे। मन रख प्रेसिडेंट रेफरेंस ए जो क्वेश्चन पचारिबा, एटा होची केतेतम क्वेश्चन पचारतला, 16th क्वेश्चन पचारतला। आगुर 15 थर पचार सच्ची, एटा केतेतम क्वेश्चन थिला बा हमें कहि परिबा प्रेसिडेंटल रेफरेंस टू सुप्रीम कोर्ट एस्टैब्लिशमेंट को नै करिबा, सुप्रीम कोर्ट को जो क्वेश्चन पचार जे एटा केतेतम क्वेश्चन पचारतला, एटा 16तम क्वेश्चन पचारा थिला। पूरा कंप्लीटली जो 14टा क्वेश्चन पचार जाइछि से क्वेश्चन ऊपर हमें डिस्कशन करिबा। देखो प्रथम एसु क्वेश्चन डायरेक्ट एग्जाम रे क्वेश्चन आछो, जे प्रथम क्वेश्चन आसला जेतेबेले कॉन्स्टिट्यूशनल ऑप्शन फॉर द गवर्नमेंट अंडर आर्टिकल 200 अंडर रे आर्टिकल रे कोन अछि बेली क्वेश्चन पूरा गला पचार गला सुप्रीम कोर्ट। सुप्रीम कोर्ट डिस्क्रिमिनेशन पावर तो माने स्पेशल पावर ताको तो रहउछि। ओके, तो असला कोन ना आर्टिकल 200 कौन लिखा जाइछि, सुप्रीम कोर्ट आंसर देले इथिरे ओनली 3 कॉन्स्टिट्यूशनल पॉइंट को मेंशन कराइछि। गवर्नर कौन करि परिबे, गोटे बिल को एक्सक्यूज
ଆସେଣ୍ଟ କରିପାରିବେ। ଦେଖ ଏଇଟା ପ୍ରେଜେଣ୍ଟ ଜଜମେଣ୍ଟ। ଯଦି ଏକ୍ସାମ ରେ କ୍ୱେଶ୍ଚିନ୍ ଆସେ ତିନିଟା ପଏଣ୍ଟ କୁ ମନେ ରଖିବ। ଆର୍ଟିକଲ 200 ରେ ତିନୋଟି ପଏଣ୍ଟ ବିଷୟରେ କୁହାଯାଇଛି। ପ୍ରଥମ ହଉଛି ଆସେଣ୍ଟ ଟୁ ଦ ବିଲ୍, ଗୋଟେ ବିଲ୍ କୁ ଆସେଣ୍ଟ କରିବେ। ୱିଥ ହୋଲ୍ଡ ଦ ଆସେଣ୍ଟ, ଗୋଟେ ବିଲ୍ କୁ ହୋଲ୍ଡ କରି ରଖିପାରିବେ। କିମ୍ବା ମାନେ ହୋଲ୍ଡ ର ମିନ୍ସ ହେଉଛି ଆଣ୍ଡ ରିଟର୍ନ ଦ ବିଲ୍, ମାନେ ହୋଲ୍ଡ କରିପାରିବେ ଆଣ୍ଡ ରିଟର୍ନ ଦ ବିଲ୍ ଏକ୍ସେପ୍ଟ ମନି ବିଲ୍ କୁ ଛାଡ଼ିଲା ପରେ। ତୃତୀୟ ପଏଣ୍ଟ ହେଉଛି ରିଜର୍ଭ ଦ ବିଲ୍ ଫର ଦ ପ୍ରେସିଡେଣ୍ଟ, ପ୍ରେସିଡେଣ୍ଟ ପାଇଁ ସେ ରିଜର୍ଭ କରି ରଖିବେ। ଏ ତିନୋଟି ପଏଣ୍ଟ ବିଷୟରେ କୁହାଯାଇଛି। ପ୍ରଥମ ପଏଣ୍ଟ ହେଉଛି ଆସେଣ୍ଟ ଟୁ ଦ ବିଲ୍, ସେକେଣ୍ଡ ପଏଣ୍ଟ ହେଉଛି ୱିଥ୍ ହୋଲ୍ଡ ଆସେଣ୍ଟ ଆଣ୍ଡ ରିଟର୍ନ ବିଲ୍, ତୃତୀୟ ପଏଣ୍ଟ ହେଉଛି ରିଜର୍ଭ ଦ ବିଲ୍ ଫର ଦ ପ୍ରେସିଡେଣ୍ଟ। ତାହେଲେ ଆର୍ଟିକଲ 200 ରେ ପ୍ରେସିଡେଣ୍ଟଙ୍କ ପାଇଁ ବା ତୁମର ଗଭର୍ଣ୍ଣରଙ୍କର ଯୋଉ ବିଲ୍ କୁ ନେଇକିରି କେତେଟା ପଏଣ୍ଟରେ କୁହାଯାଇଛି? ତିନୋଟି ପଏଣ୍ଟ କୁହାଯାଇଛି। ସେକେଣ୍ଡ କ୍ୱେଶ୍ଚିନ୍ ଆଜ ଏ ଷ୍ଟେଟମେଣ୍ଟ ହିସାବରେ ଓପିଏସସି ଓଏସ୍ ର ପ୍ରିଲିମରେ କ୍ୱେଶ୍ଚିନ୍ ଆସିବ ଯେ ଯେତେବେଳେ ଗୋଟେ ବିଲ୍ କାହା ପାଖକୁ ଆସୁଛି? ଗଭର୍ଣ୍ଣରଙ୍କ ପାଖକୁ ଆସୁଛି। ଗଭର୍ଣ୍ଣର ବାଉଣ୍ଡ ଟୁ ଆଡଭାଇସ୍ ଟୁ ଦ କାଉନସିଲ ଅଫ ମିନିଷ୍ଟ୍ରି ଅର ମିନିଷ୍ଟ୍ରି କିମ୍ବା ତୁମର ସିଏମ୍ ଠାରୁ ଆଡଭାଇସ୍ ନେବା ତାଙ୍କର ବାଉଣ୍ଡ କି? ମନେ ରଖିବ ନୋ, ମାଣ୍ଡାଟୋରି ନୁହେଁ। ତାକୁ କହିପାରିବା ଡିସ୍କ୍ରିମିନାରୀ ଲିମିଟେଡ ଡିସ୍କ୍ରିମିନାରୀ। ତା ଅର୍ଥ ହଉଛି ଆରେ ବାଉଣ୍ଡରୀ ନୁହେଁ ଯେ ତୁମେ ଆଡଭାଇସ୍ ନେଇପାରିବ, ନ ନେଲେ ବି ଚଳିବ। ଯଦି କିଛି ଆଡଭାଇସ୍ ତୁମେ ନବ ତମ ଉପରେ ଡିପେଣ୍ଡ କରେ, ଚଳିବ, କିଛି ପ୍ରୋବ୍ଲେମ ନାହିଁ। ତଥା ଆଜି ଷ୍ଟେଟମେଣ୍ଟ ହିସାବରେ ଯଦି କ୍ୱେଶ୍ଚିନ୍ ଆସୁଛି ଯେ ଗୋଟେ ବିଲ୍ ଯେତେବେଳେ ଆସୁଛି କାହା ପାଖକୁ? ଗଭର୍ଣ୍ଣର ପାଖକୁ ଆସୁଛି। ଗଭର୍ଣ୍ଣର ମାଣ୍ଡାଟୋରି ଟୁ ବାଉଣ୍ଡ ଟୁ ଆଡଭାଇସ୍ କାହାର? ନା କାଉନସିଲ ଅଫ ମିନିଷ୍ଟ୍ରି। ଏଟା ରଙ୍ଗ ହବ କାରଣ ଏଠି ମାଣ୍ଡାଟୋରି ନୁହେଁ। ଓକେ, ଯୋଉଟା କି କ୍ଲିୟରଲି କୁହାଯାଇଛି ଅଣ୍ଡର ଆର୍ଟିକଲ 163 ରେ ଯେ ଜଣେ ଚିଫ ମିନିଷ୍ଟ୍ରି ଆଣ୍ଡ କାଉନସିଲ ଅଫ ମିନିଷ୍ଟ୍ରି, ଆମେ କହିପାରିବା କାଉନସିଲ ଅଫ ମିନିଷ୍ଟ୍ରି ଆଡ ଆଣ୍ଡ ଆଡଭାଇସ୍ ଗଭର୍ଣ୍ଣର ଇନ ଦ ଷ୍ଟେଟ। ଗଭର୍ଣ୍ଣରକୁ ସେ ଆଡ ଆଣ୍ଡ ଆଡଭାଇସ୍ କରିପାରିବେ। କିନ୍ତୁ କିନ୍ତୁ ଡିସିସନ ଅଫ ଦ ଗଭର୍ଣ୍ଣର in his discrimination shall be final। ତାର୍ଥ ଯେ ଏଠି ଆଡଭାଇସ୍ କରିପାରିବେ ବଟ୍ ଏଠି ଫାଇନାଲ ଡିସିସନ କାହା ପାଖରେ ରହିବ? ଗଭର୍ଣ୍ଣରଙ୍କ ପାଖରେ। ଆଇଦର ସେ ଡିସିସନକୁ ଶୁଣିପାରିବେ କିମ୍ବା ତାକୁ ରିଫ୍ୟୁଜ କରିପାରିବେ କିମ୍ବା ନିଜ ମନ ଇଚ୍ଛା କିଛି ଡିସିସନ ନେଇପାରିବେ, ଯୋଉଟା କି ମେନସନ କରାଗଲା କୋଉଠି? ନା ଆର୍ଟିକଲ 163। ଯଦି ମୁଁ ଗୋଟେ କ୍ୱେଶ୍ଚିନ୍ କରିବି ସପୋଜ କୌଣସି ମାନେ କାଉନସିଲ ଅଫ ମିନିଷ୍ଟ୍ରିଙ୍କ ଆଡଭାଇସ୍ କୁ ପ୍ରେସିଡେଣ୍ଟ ମାନିଲେନି, ସରି ଗଭର୍ଣ୍ଣର ମାନିଲେନି, ତାକୁ ଆମେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ କେସ୍ କରିପାରିବା କି? ଜୁଡିସିଆଲ ରିଭ୍ୟୁ ହେଇପାରିବ କି? ୟେସ୍ ଅର୍ नो? नो, ସେ କେବେ ବି ଜୁଡିସିଆଲ ରିଭ୍ୟୁ ତୁମେ କରିପାରିବନି। ତାହେଲେ ଇଏ ବହୁତ ବଢିଆ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆର୍ଟିକଲ 163 ବହୁତ ଥର କ୍ୱେଶ୍ଚିନ୍ ଆସିବ। ଆଉ ଆଜିର ଯୋଉ କ୍ଲାସ କରୁଛି ମୁଁ 100 ରୁ 200% ଗ୍ୟାରେଣ୍ଟି ଦଉଛି ଏ ବର୍ଷ ଓଏସ୍ ର ପ୍ରିଲିମ ରେ କ୍ୱେଶ୍ଚିନ୍ ଦିଟା ପାଇବ, ସିଜିଏଲ ର ପ୍ରିଲିମ ରେ କ୍ୱେଶ୍ଚିନ୍ ପାଇବ, ସିଜିଏଲ ମେନ୍ ରେ କ୍ୱେଶ୍ଚିନ୍ ପାଇବ, ଓଏସ୍ ମେନ୍ ର ଆନ୍ସର ରାଇଟିଂ ରେ ମଧ୍ୟ ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ଆଉ ଉପରେ କ୍ୱେଶ୍ଚିନ୍ ଆସିବ। 100 ରୁ 200% ଗ୍ୟାରେଣ୍ଟି ସହିତ କହୁଛି। ତ ସେଥିପାଇଁ ଏ ଆର୍ଟିକଲ ଏ ପଏଣ୍ଟ ଗୁରା ଇମ୍ପୋର୍ଟାଣ୍ଟ ସହିତ ମନେ ରଖିବ। ଆଚ୍ଛା, ତୃତୀୟ କ୍ୱେଶ୍ଚିନ୍ କଣ ଥିଲା? ତୃତୀୟ କ୍ୱେଶ୍ଚିନ୍ ଥିଲା ଯେ ଗଭର୍ଣ୍ଣରଙ୍କୁ କନଷ୍ଟିଟ୍ୟୁସନାଲ ଡିସ୍କ୍ରିପସନ ଆମେ କିଛି ରହୁଛି କି ଯେ ଗଭର୍ଣ୍ଣରକୁ ଆମେ କିଛି କ୍ୱେଶ୍ଚିନ୍ କରିପାରିବା କି? ମନେ ରଖ ସୁପ୍ରିମକୋର୍ଟଙ୍କର କୌଣସି ପାୱାର ନାହିଁ ଗଭର୍ଣ୍ଣରଙ୍କୁ ଆମେ ଆଡଭାଇସ୍ କ୍ୱେଶ୍ଚିନ୍ କରିପାରିବା ଯେ କାହିଁକି ଏଟା କର ନା ଏଟା କର ବା କିନ୍ତୁ ଆମେ ଆଜ ପର ଦ ମାଣ୍ଡାସମସ୍, ମନେ ପକାଉ ତମକୁ ପଢେଇଥିଲି ଫଣ୍ଡାମେଣ୍ଟାଲ ରାଇଟରେ, ମାଣ୍ଡାସମସ୍ ଥ୍ରୁରେ ଆମେ କହିପାରିବା ଯେ ଏ କାମଟା ଆପଣ ଜଲ୍ଦି କରନ୍ତୁ। ଓକେ, ବଟ୍ ଆମେ ତାକୁ ପ୍ରେସରାଇଜ କରିପାରିବା ନାହିଁ। ତାପରେ ଆସିଲା କଣ ନା କହୁଛି, ହଁ ସେ କହୁଛି ଆଉ ଗୋଟେ ଆର୍ଟିକଲ କହିଛି ଆର୍ଟିକଲ 361 ଅଣ୍ଡରରେ କମ୍ପ୍ଲିଟ ବାର ଅନ୍ ଜୁଡିସିଆଲ ରିଭ୍ୟୁ ଅଫ ଦ ଗଭର୍ଣ୍ଣର ଆକ୍ସନ। ଗଭର୍ଣ୍ଣରଙ୍କର ଯୋଉ ଆକ୍ସନ ନଉଛନ୍ତି ତା ଉପରେ ଆମେ ଗୋଟେ ବାର ବସେଇ ପାରିବା ଫର ଦ ଜୁଡିସିଆଲ ରିଭ୍ୟୁ ପାଇଁ। ମନେ କହ, ହଁ ଦେଖ ସପୋଜ କୌଣସି କାରଣରୁ ଗଭର୍ଣ୍ଣରଙ୍କ ପାଖକୁ କିଛି ଗୋଟେ ବିଲ୍ ଆସିଛି, ଗଭର୍ଣ୍ଣର ତାକୁ ରଖିଦେଇଛନ୍ତି, କିଛି ୟୁଜ କରୁନାହାନ୍ତି ପୁରା ବର୍ଷ ଧରି 6 ମାସ 8 ମାସ ବର୍ଷ ହେଲେ, ବଟ୍ ଏଟା ଇମ୍ପୋର୍ଟାଣ୍ଟ କିଛି ରହିଛି। ସେ ଗ୍ରାଉଣ୍ଡରେ ଆମେ ଜୁଡିସିଆଲ ରିଭ୍ୟୁ ମାନେ କଣ ଗୋଟେ ବାର କମ୍ପ୍ଲିଟଲି ଗୋଟେ ବାର ବସେଇବା। ତାପରେ ଆମେ ଜୁଡିସିଆଲ ରିଭ୍ୟୁ ନୁହେଁ ଗୋଟେ ବାର ବସେଇବା ଅନ୍ ଦ ଜୁଡିସିଆଲ ରିଭ୍ୟୁ କରିବା ପାଇଁ ଯେ ଆକ୍ଚୁଆଲି ଏ ପ୍ରୋସିଜିଅର କେତେଦୂର ଗଲା, କାହିଁକି ଅଟକିଛି, ସେ ଦିଗରେ ଆମେ କିଛି ମାନେ ବାର ବସେଇକି ଜୁଡିସିଆଲ ରିଭ୍ୟୁ କରିପାରିବା। ସବୁଠାରୁ ଇମ୍ପୋର୍ଟାଣ୍ଟ ହଉଛି ଯେତେବେଳେ କୌଣସି ବିଲ୍, ଏଟା 5 ନମ୍ବର କ୍ୱେଶ୍ଚିନ୍, 5th କ୍ୱେଶ୍ଚିନ୍ ଥିଲା, ଯଦି କୌଣସି ବିଲ୍ ଯାଉଛି ଗଭର୍ଣ୍ଣରଙ୍କ ପାଖକୁ ଟାଇମ ଲାଇନ କିଛି ଅଛି କି?
जे एति दिन भितर तुमको आंसर देवाक पड़ो आइदर आसेंट हो कि माने डिनाय करो किसी टाइमलाइन अच्छी कि मन को नो टाइमलाइन कौन सी टाइमलाइन ना जोटा कि क्वेश्चन एग्जाम आसो आज स्टेटमेंट हिसाब से 6 नंबर क्वेश्चन थिला जेतेबेले तुम मानकर प्रेसिडेंट को पाखु जाउछि कोडा कि ना बिल दा अंडर आर्टिकल 2201 अंडर ताकू आमे जुडिशियल रिव्यू करि परिबा कि मन को नो नो जुडिशियल रिव्यू आर जुडिशियल रिव्यू हे परिबो नाही तापर क्वेश्चन थिला कोन ना टाइमलाइन देखो जेमती गवर्नर को पई टाइमलाइन थिला जेतल प्रेसिडेंट को पाखु जाउछि सेमती किछि टाइमलाइन अछि कि सेमती किछि टाइमलाइन अछि कि मन को नो स्पेसिफिक टाइमलाइन किछि रखा जाय नै जेतला 7 नंबर क्वेश्चन 8म क्वेश्चन पचरा जायतला जेतबेले प्रेसिडेंट को पाखु बिल जाउछि से समय रे प्रेसिडेंट बाउंड की सुप्रीम कोर्ट रो एडवाइस नबा की सुप्रीम कोर्ट रो एडवाइस नबा बाउंड की ता तो प्रेसिडेंट रिक्वायर्ड टू कंसल्ट द सुप्रीम कोर्ट प्रेसिडेंट सुप्रीम कोर्ट को कंसल्ट करिवे की मन रख प्रेसिडेंट इज नॉट रिक्वायर्ड टू कंसल्ट द सुप्रीम कोर्ट को कंसल्ट करबा इति ता रिक्वायर्ड नाही बट जदि से चाहिए करें प्रेसिडेंट सब्जेक्ट सिचुएशन को लेकिन यदि चाहिए करें कि से बाउंड नुहे ऊपर डिपेंड करे अच्छा बहुत गोटे बढ़िया इंपोर्टेंट पॉइंट होची जेतेबेले गोटे बिल बिल माने आसुची आ गोटे लॉ आंको भितर तफात कोन गोटे बिल आ लॉ भितर तफात कोन एया होची तफात गोटे बिल रे सिग्नेचर न थाए ना प्रेसिडेंट करो ना गवर्नर करो जेतेबेले गोटे बिल रे गोटे प्रेसिडेंट किबा तुमर गवर्नर को सिग्नेचर लागिबो से गोटे लॉ रे कन्वर्ट हे परिबो गोटे स्टेटमेंट देछि क्वेश्चन नंबर 9 नंबर क्वेश्चन पचरा जायतला जे जेतेबेले प्री एनाक्टमेंट स्टेज दैट मीन्स जेतेबेले गोडसी लॉ प्रिपेयर होउथवा समय रे गोटे लॉ तैयारी होउथवा समय रे जुडिशियल रिव्यू हे परिबो कि जुडिशियल रिव्यू हे परिबो कि मोर क्वेश्चन आसुची गोटे कौन लॉ जो प्रोसीडियर अवस्था जुडिशियल रिव्यू हो पार कि मन को हो पार ना जब मुझे क्वेश्चन करे जिते गोटे बिल गोटे लॉ रे कन्वर्ट हम तार जुडिशियल रिव्यू हो पार कि जो गोटे बिल गोटे लॉ रे कन्वर्ट हम से जुडिशियल रिव्यू हो पार कि यस जो लॉ रे कन्वर्ट हो सार कंप्लीटली कन्वर्ट हो सार ताल जाकि जुडिशियल रिव्यू हम दैट इज द इंपोर्टेंट पॉइंट दैट इज द इंपोर्टेंट पॉइंट चले तापर आसला कौन कि 9 नंबर क्वेश्चन से कल 10 नंबर कौन कहला से कहला क्वेश्चन पचरा जायतला आर्टिकल 142 को पचरा जायतला नै कि 142 टा कहा को नै कहलो 142 कहा विषय थला 142 कहा विषय थला बा 142 कहा विषय थला सुप्रीम कोर्ट को स्पेशल पावर विषय थला इठी से कह जाउछि जे सुप्रीम कोर्ट को जो स्पेशल पावर अछि ताकू से यूज करि परिबे प्रेसिडेंट आ गवर्नर को किछि डिसीजन ऊपर मन को सेमिथि से करि परिबे नाही ओके नॉट टू बी माने ए पावर को से यूटिलाइज करि परिबे नाही ओके क्वेश्चन नंबर आसिला जे 11 नंबर क्वेश्चन जे गोटे विदाउट प्रेसिडेंट गवर्नर को सिग्नेचर रे क्वेश्चन मो तो ध्यान दे सुनो एटा क्वेश्चन आसीबो विदाउट गवर्नर को सिग्नेचर रे गोटे बिल पास हे परिबो कि स्टेट लेजिस्लेटिव असेंबली रे बा लॉ रे कन्वर्ट हे परिबो कि विदाउट द असेंट ऑफ द गवर्नर ए बिल बिकेम ए लॉ गोटे बिल गोटे लॉ रे कन्वर्ट हे परिबो कि मनक नो ए 11टी क्वेश्चन से आंसर देथिले बट आउ जो 3टी क्वेश्चन रहला जहां से क्लैरिफिकेशन आंसर दे नाहांती यस सुप्रीम कोर्ट दे नाहांती तो आज जो पॉइंट ऊपर मु डिस्कशन कली बहुत इंपोर्टेंट पॉइंट थला बट मु टिके बे रिवीजन करूची सो दैट तुम आउ टिके क्लैरिफिकेशन हे जो जे एक्चुअली क्वेश्चन कोन थिला आ ऊपर क्वेश्चन कोन आसीबो मु तुमको कंडीशन कहबी तुम खाली आंसर दो जे गोटे सुप्रीम कोर्ट को प्रेसिडेंट क्वेश्चन कर पचारि परिबे अंडर आर्टिकल को आर्टिकल रे क्वेश्चन पचारि परिबे 1/4 गोटे बिल जेतबे स्टेट लेजिस्लेटिव रे पास करी गवर्नर को पाखु आसुची सेटा को आर्टिकल अंडर आसुची को आर्टिकल अंडर आर्टिकल 200 ना 201 के कहला 200 आर्टिकल 200 रे केतोटी पॉइंट ऊपर कह जाय छी आर्टिकल 200 रे केतोटी पॉइंट ऊपर कह जाय छी तीनोटी पॉइंट कोन कोन असेंट द बिल
will hold the assent and return the bill। ତୃତୀୟ ହଉଛି କଣ, reserve the bill for the president। ଏ ତିନୋଟି ୱାର୍ଡ କୁ ମନେ ରଖିବ। ଆଚ୍ଛା, ଆଉ ଗୋଟେ କଣ୍ଡିସନ ଆସୁଛି ଯେ ଯେ ଗୋଟେ ସୁପ୍ରିମ କୋର୍ଟଙ୍କ ପାଖରେ ସ୍ପେଶାଲ ପ୍ରୋଭିଜନ ରହୁଛି। ଏଟା କୋଉ ଆର୍ଟିକଲ, ତୁମର ସ୍ପେଶାଲ ପାୱାର ରହୁଛି, ଡିସ୍କ୍ରିମିନେସନ ପାୱାର ରହୁଛି ଆର୍ଟିକଲ 142। ଯେତେବେଳେ ଗୋଟେ ପ୍ରେସିଡେଣ୍ଟଙ୍କ ପାଖକୁ ଗଭର୍ଣ୍ଣର ସେ ବିଲ୍ କୁ ଫରୱାର୍ଡ କରୁଛନ୍ତି, କୋଉ ଆର୍ଟିକଲ ହଉଛି, ଗଭର୍ଣ୍ଣର ପ୍ରେସିଡେଣ୍ଟ ସେ ବିଲ୍ କୁ ଫରୱାର୍ଡ କରିବେ, କୋଉ ଆର୍ଟିକଲ, आर्टिकल 201। थैंक यू। अच्छा, मत कह को आर्टिकल मेंशन कराई जदि कौन से कंडीशन रे प्रेसिडेंटल रेफरेंस आसुची, एटा पांच टिकिया जजमेंट माने माने जज को द्वारा एटा डिक्लेयर करा जो, एटा को आर्टिकल अंडर आसुची, को आर्टिकल, आर्टिकल 145। थैंक यू। अच्छा, गोटे बिल जिते पास करा बा गोटे बिल जिते आसब गवर्नर पाखक, इठी माने कंपलसरी बाउंड से एडवाइस नेबे कहार ना काउंसिल ऑफ मिनिस्ट्री, यस और नो, नो, एटा ऑलरेडी मेंशन है को आर्टिकल 163। अच्छा, अच्छा, हमर जो बिल जो आसुची आरो टाइम लिमिट किछ अछि कि, टाइम लिमिट किछ अछि कि, अच्छा केउ आर्टिकल मेंशन कराई छी कंप्लीट बार ऑन जुडिशियल रिव्यू ऑफ गवर्नर एक्शन अंडर आर्टिकल 200। गवर्नर जो एक्शन नौचंदी ता ऊपर जुडिशियल रिव्यू को आर्टिकल लिखा है, आर्टिकल 361 रे जो जो पॉइंट कहूँ पूरा से पॉइंट को घोषिकी जो। अच्छा, एबे क्वेश्चन आसला, प्रेसिडेंट कैन रेकर्ड टू कंसल्ट द सुप्रीम कोर्ट इन द कंडीशन ऑफ द, जेतेबेले गवर्नर गोटे बिल को पठाउछंती सेटा कंसल्ट करबा कोन बाउंड की, नो। अच्छा, समस्त बुझा पड़गला आज क्लास बा आज जो करंट न्यूज थिला बा करंट आर्टिकल जोड़ा थिला नवेम्बर मास जो पॉइंट हम डिस्कशन करू, समस्त क्लियर अच्छा, नो इश्यू, नो डाउट। ए क्लास रिकॉर्डिंग बोथ बैच रे मु अपलोड करियो जेतो करंट से रिलेटेड अछि, सीजीएल बैच और ओएस बैच रे, जेटा कि तुमरो आदित्य एकेडमी एप्लीकेशन अछि। गोटे सेकंड खाली देखै दउछि, एठी खाली गोटे जिंस कहि दउछि, जियो माने आइदर ओएस बैच रे जॉइन करछो जोटा कि 32999 हो कि सीजीएल 111 ऑलरेडी करंट अफेयर फाइल अछि। ओएस बैच रे तुम जेतल जीवो कंटेंट को जीवो, कंटेंट लक्ष्य करंट अफेयर लगाई छे। करंट अफेयर वर्तमान हम नवेम्बर मास चलছে, नवेम्बर मास में कौन कौन पड़ছে, स्टेट न्यूज पड़ছে, इंपोर्टेंट डेट पड़ছে, अवार्ड पड़ছে, इंटरनल सिक्योरिटी पड़ছে, स्पोर्ट्स पड़ছে, आईआर न्यूज पड़ছে। तो एटा पॉलिटी बाकी थिला, ठीक एग्जैक्टली सेही भली तुमरो इथरे मध्ये मु देई देछि कोथरे ना सीजीएल बैच रे मध्ये तुमको मध्ये करंट अफेयर अपलोड हे जाइछि, देखिबो करंट अफेयर हाँ एका जिंस होछि ता तो मु दुईटा बैच रो कंबाइंड करंट अफेयर नोछि। ओके, हाँ आज ही अपलोड करिବି। पूरा क्लियर अच्छे, नो झिलिमिली, पूरा क्लियर कट। थैंक यू।